ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। କାର୍ଯ୍ୟ ଫର୍ଦ୍ଦ 1 ପାଠ 1 ରେଖାଖଣ୍ଡର ଦୈର୍ଘ୍ୟ ମାପିବା। 1 ନମ୍ବର, ଦିଆଯାଇଥିବା ବିନ୍ଦୁ ଯୋଡ଼ି ସିଧା ଗାର ସବୁ ତିଆରି କରିବା। ଅତି କମରେ 10ଟି। ଏଠାରେ କେତେକ ବିନ୍ଦୁ ଦିଆଯାଇଛି। ସ୍କେଲ ସାହାଯ୍ୟରେ ଆମେ ବିନ୍ଦୁ ଗୁଡ଼ିକ ଯୋଡ଼ି 10 ଗୋଟି ଗାର ସିଧା ଗାର ଟାଣିବା। ପ୍ରଶ୍ନ 2, ଦିଆଯାଇଥିବା ବିନ୍ଦୁ ଯୋଡ଼ି ବକ୍ର ଗାର ସବୁ ତିଆରି କରିବା। ଅତି କମରେ 10ଟି। ଏଠାରେ ମଧ୍ୟ ବିନ୍ଦୁ ଗୁଡ଼ିକ ଯୋଡ଼ି ଆମେ ବଙ୍କା ଗାର ବା ବକ୍ର ଗାର ତିଆରି କରିବା। ଅତି କମରେ 10ଟି, 10 ଗୋଟି ବକ୍ର ଗାର ଆମେ ତିଆରି କରିବା। ପ୍ରଶ୍ନ 3, ସିଧା ଗାର ପାଖରେ ଠିକ୍ ଚିହ୍ନ ଓ ବକ୍ର ଗାର ପାଖରେ ଭୁଲ ଚିହ୍ନ ଦିଅ। ଯେଉଁ ଗୁଡ଼ିକ ସିଧା ଗାର ତା ପାଖରେ ଆମେ ଠିକ୍ ଚିହ୍ନ ଦେବା ଏବଂ ଯେଉଁ ଗୁଡ଼ିକ ବକ୍ର ଗାର ତା ପାଖରେ ଆମେ ଭୁଲ ଚିହ୍ନ ଦେବା। କ, ଗୋଟିଏ ସିଧା ଗାର ଠିକ୍ ଚିହ୍ନ ଦେବା। ଖ, ଏହା ଏକ ବକ୍ର ରେଖା, ତେଣୁ ତା ପାଖରେ ଆମେ ଭୁଲ ଚିହ୍ନ ଦେବା। ସେମିତି ଗ ମଧ୍ୟ ଗୋଟିଏ ସିଧା ଗାର, ଘ ବକ୍ର ଗାର, ङ ସିଧା ଗାର। ପ୍ରଶ୍ନ 4, ମାପ ଲେଖିବା। ପ୍ରଥମେ ଅନୁମାନ କରିବା ପରେ ସ୍କେଲରେ ମାପି ପ୍ରକୃତ ମାପ ଲେଖିବା। ମାପ କରିବା, ଆନୁମାନିକ ମାପ, ପ୍ରକୃତ ମାପ। ଝରକାର ଲମ୍ବ। ଆନୁମାନିକ ମାପ 100 ସେମି। ପ୍ରକୃତ ମାପ ଆମେ ସ୍କେଲ ମାଧ୍ୟମରେ ମାପି ସେଠାରେ ଲେଖିବା 105 ସେମି। ବିଦ୍ୟାଳୟ ବାରଣ୍ଡାର ଓସାର 250 ସେମି। ପ୍ରକୃତ ମାପ 258 ସେମି। ଟେବୁଲ ଗଡ଼ର ଲମ୍ବ 104 ସେମି। ପ୍ରକୃତ ମାପ 100 ସେମି। କଳାପଟାର ଲମ୍ବ 235 ସେମି। ପ୍ରକୃତ ମାପ 248 ସେମି। ଟେବୁଲ ଠାରୁ ତୁମର ଦୂରତା 354 ସେମି। ପ୍ରକୃତ ମାପ 298 ସେମି। ପ୍ରଶ୍ନ 5, ଦିଆଯାଇଥିବା ବିନ୍ଦୁ ଓ ସେମାନଙ୍କର ନାମ ଲେଖ। 2ଟି ଲେଖାଏଁ ବିନ୍ଦୁ ଯୋଡ଼ି କ ଖ, ଗ ଘ, ଖ ଗ, କ ଗ, କ ଚ ଓ ଘ ଙ ରେଖାଖଣ୍ଡ ଅଙ୍କନ କର। ପ୍ରଶ୍ନ 6, ସ୍କେଲ ସାହାଯ୍ୟରେ ରେଖାଖଣ୍ଡ ଗୁଡ଼ିକର ଦୈର୍ଘ୍ୟ ମାପି ତାର ପରିମାଣ ଖାଲି ଘର ମଧ୍ୟରେ ଲେଖ। ରେଖାଖଣ୍ଡର ନାମ, ରେଖାଖଣ୍ଡର ଦୈର୍ଘ୍ୟ। କ ଖ ରେଖାଖଣ୍ଡର ଦୈର୍ଘ୍ୟ ହେଉଛି 6.5 ସେମି। ସେମିତି ଗ ଘ ରେଖାଖଣ୍ଡର ଦୈର୍ଘ୍ୟ ହେଉଛି 5.3 ସେମି। ସେମିତି ଚ ଛ ରେଖାଖଣ୍ଡର ଦୈର୍ଘ୍ୟ 7 ସେମି।